କି ଆବାଜ ଆଇଲା। ତ ତାପରେ ମୁଁ ସାଙ୍ଗମାନେ କହିଲି ବୋଧେ କିଏ ପକ୍ଷୀ ବି ବୋବଉଥିବ। ତାପରେ ଜଣେ କିଏ କୁନ୍ଥେଇଲା ନାଖା ପୁରା ଆବାଜ ଆଇଲା, ପୁରା ଏମିତି କିଏ କୁନ୍ଥେଇଲା ନାଖା ପୁରା ଆବାଜ ଆଇଲା। ତ ସାଙ୍ଗମାନେ ପୁରା ଡରିକି ଛାନିଆ। ଚୁନଚୁନ କରିକି କାଟୁନୁ। ଏମିତି ତ ଚୁନଚୁନ ମତେ ଆଇଛି। ଚୁନଚୁନ ଆସୁନି ନା? ଆଉ ବେଶୀ ଚୁନଚୁନ କରିପାରୁନି। ଆଉ ଆଜିର ଏକ ନୂଆ ଭିଡ଼ିଓକୁ ଆପଣଙ୍କୁ ସ୍ୱାଗତ କରୁଛି। ଆଉ ହଁ, ଆପଣ ସବୁ କେମିତି ଅଛନ୍ତି? ଭଲ ଅଛନ୍ତି ତ? ସେମିତି ଲେଖନ୍ତୁ। ତ ସାଙ୍ଗମାନେ ଆଜିର ବ୍ଲଗ୍ ଷ୍ଟାର୍ଟ ହେଉଛି ବୋଉ କୋବି କଟାରୁ। ତ ବୋଉ ଆଜି ସକାଳୁ ସକାଳୁ କୋବି କଟା ଷ୍ଟାର୍ଟ କରିଦେଇଛି। କ'ଣ କୋବି ତରକାରୀ କରିବୁ ନା କୋବି ଭଜା କରିବୁ? ଭଜା କରିବି। କୋବି ଭଜା କରିବୁ? ହଁ। ତ କୋବି ଭଜା କରିବ ବୋଲି ବୋଉ କୋବି ଅଲରେଡ଼ି କାଟି ଦେଇଛି। ଏଇଟା କ'ଣ ଲାଷ୍ଟ କୋବି ନା କ'ଣ? ହଁ। ହଁ। ଏ କୁଲରେ କ'ଣ ପୁଣି ଏଠି ଥୋଇଛୁ? ଶାଗ। ତ କେତେ ପ୍ରକାର ଶାଗ? ଏଇଟା କଖାରୁ ପତ୍ର, କଖାରୁ ଫୁଲ, ସଜନା ଶାଗ, ଏଗୁଡ଼ା କେଉଁ ଶାଗ? କୋଶଳା ଶାଗ। ଆଉ ଥୋଇଛି କୋବି ଶାଗ। ଏଇଟା ପୁଣି କୋବି ଶାଗ ଥୋଇଛି ପକେଇ ଭିତରେ। ମାନେ ସବୁ ପ୍ରକାର ଭେରାଇଟି ଶାଗ। ହେଁ ଆଜି ଭାଜିବି। ମାନେ ସବୁ ପ୍ରକାର ଭେରାଇଟି ଶାଗ ଭାଜିବୁ, ତା ସାଙ୍ଗେ କୋବି ଭଜା। ଆଉ କ'ଣ କରିବୁ? ଆଉ କିଛି କରିବିନି। ଆଉ ତାହେଲେ ତତଲା ଭାତ କେମିତି ଖାଇବି? କ୍ଷୀର ନଗେଇ। କ୍ଷୀର ପକେଇକି? ପାଇଛୁ ତ ଗୋଟେ ଆଉ। କ୍ଷୀର ଯୋଉଦିନଠୁ ଆଣିଲିଣି ତ ବୋଉ ଯେତେବେଳେ ତରକାରୀ ନ କଲେ ବି ତାର ଟେନସନ୍ ରହୁନି, କାହିଁକିନା କ୍ଷୀର ଗୋଳେଇକି ମୁଁ ଖାଇଦେଉଛି ଭାତ। ଜାଣିଛି ବୋଉ କ୍ଷୀର ଗୋଳେଇକି ଖାଇଦେବି, ତ ସେଥିପାଇଁ ନ କଲେ ବି କିଛି ନାହିଁ ଆଉ ଟେନସନ୍। ଖାଇବାର ନାହିଁ ତତଲା। ଆଉ କହିଲି ଏଇ ଗରମ ଆଇଲାଣି, ଗରମ ଦିନ ନା? ଆଉ ବି ସାଙ୍ଗମାନେ ତତଲା କ'ଣ ଦେଖିବାକୁ ବି ଇଚ୍ଛା ହବନି। ପଖାଳ ମାନେ ପଖାଳ, ଦ୍ୱିପହରେ ପଖାଳ, 10ଟା ବେଳେ ପଖାଳ, ରାତିକି ପଖାଳ, ସବୁବେଳେ ପଖାଳ। ଗରମ ଅଲରେଡ଼ି ଲାଗିଲାଣି ନା? କେତେ ଜୋର ଗରମ ଲାଗୁଛି ନା? ତଥାପି ହଁ, ଗରମ ଲାଗୁନି? ଗରମ ଲାଗିଲାଣି ଆସ୍ତେ ଆସ୍ତେ। କ'ଣ ମାଘ ମାସରେ ଶୀତ ହୁଏ ବାଘ ନେଖା? କିଛି ଶୀତ ନାହିଁ ଏ ବର୍ଷ ଆଉ ଶୀତ ନାହିଁ। ଆଉ ଶୀତ ଲାଗିବି ହିଁ ନା ବନି ସେତିକି। ହଁ, ଯେତିକି ସେତିକି ଶୋଇଲା ଥର ନାହିଁ। ଏଇଟା କ'ଣ? ଏଇଟା ଡଙ୍କ ଗୁରା ପକେଇଦେବି। ଏଇଟା ଗାଈ ଖାଇବା, ତୁ ପକାନି, ଆମେ ଖାଇବାନି। ଏଇଟା ଶାଗ। କ'ଣ ଶାଗ? ଶାଗ ଗାଈ ଖାଇବ। ହଁ, ଶାଗ ଗୁରା ଗାଈ ଖାଇବ। ଡଙ୍କ ଗୁରା ଭଲ ଲାଗିବ। କୋଉ ଡଙ୍କ ଗୁରା? ଏଇ କୋବି ଡାଙ୍ଗ। ଏଇ ଡାଙ୍ଗ ଗୁରା ଭଲ ଲାଗିବ? ଏଇ ଡାଙ୍ଗ ଗୁରା ପକେଇଦେବୁ ଏଥିରେ? ଡାଙ୍ଗ ଭଲ ଲାଗିବନି? ଏଇ ଡାଙ୍ଗ ତଥାପି ପକେଇଛି କେତେ କାଟିକି। ତ ଏଇଗୁରା ସାଙ୍ଗମାନେ ବୋଉ କହୁଛି ବି, ମୁଁ ବି ସାଙ୍ଗମାନେ ଖାଇଛି, ଏଇଟା ବଢ଼ିଆ ଲାଗେ। ଟିକେ ଚୋବେଇ ଖାଇବ, ବଢ଼ିଆ ଲାଗିବ। ତେଲ ପକେଇକି ଭାଜିଲେ ବଢ଼ିଆ ଲାଗୁଛି। ହଁ, ଚୋବେଇ ଖାଇଲେ ବଢ଼ିଆ ଲାଗିବ। ମୁଁ କ'ଣ ଜାଣିନି, ମୋତେ କହୁଛୁ ତୁ। ଏଇଟା କଷି ଡାଙ୍ଗ, ବୁଢ଼ା ଡାଙ୍ଗ ଗୁରା ପକେଇଲେ ଭଲ ଲାଗିବ। ଏଇଟା ଶାଗ ଗୁରା ବି ସାଙ୍ଗମାନେ ପୁରା କଷି କଷିଆ ନା? ହଁ, ଏଇ ଅଗିଲା ପତ୍ର ଥୋଇଛି। କୋବିର ଅଗିଲା ପତ୍ର ଗୁରା ନା? ଆଉ 2ଟା କୋବି ରହିଲା, 3ଟା କୋବି, 4ଟା କୋବି ଆହୁରି ଅଛି। 4ଟା କୋବି ବୋଧେ କଲୁ? ହଁ। କାଲି ଆଉ 4ଟା କରିଦେବି। କାଲି 4ଟା କରିଦେବୁ? ହଁ, କାଲି ଆଇଁଷ ଆଣିବି। କ'ଣ କହୁଛୁ? ହଁ, କାଲି ଶୁକ୍ରବାର ଅଛି ନା? ବାପା ରହିବେ। ବାପା ରହିବେ କାଲି? ତାହେଲେ କ'ଣ ଆଣିବା? ତମେ ଯାହା ଖାଇବ ତା ଆଣିବ, ମତେ କ'ଣ? ହଉ, ଦେଖିବା କାଲି ଡିସିସନ୍ ଫାଇନାଲ୍ ହେଲେ। ମାଘ ମାସରେ ମୁଁ କ'ଣ ଖାଉଛି? ତୁ ତ ଖାଇବୁନି, ଆମେ ବାପାଙ୍କୁ ପଚାରିବି, ଯାହା ଖାଇବେ ଆଣିବି। ଆଉ ଚିକେନ୍ ଖାଇଲେ ଚିକେନ୍ ଆଣିବି, ମାଛ ଖାଇଲେ ମାଛ ଆଣିବି। ହେଲା। ତ ଏବେ ସାଙ୍ଗମାନେ ମୁଁ ଗାଧେଇନି ବି ଏପର୍ଯ୍ୟନ୍ତ, 10ଟା ହେଇଛି ଜମା। କଲେଜରେ ରହିଲେ କ'ଣ 10ଟାରେ ଗାଧେଇବାକୁ ଇଚ୍ଛା ହବ କହୁନୁ ତୁ? ନା, 11ଟା 12ଟା ବାଜିବନି ଖାଇଲେ ବସି। ଜାଣିଛି ବୋଉ, ପଖାଳ ଖାଇଲେ 12ଟା ବାଜିବ। ହଉ। ତ ଏବେ ସାଙ୍ଗମାନେ ବୋଉ କୋବି ପତ୍ର ଆଉ କଖାରୁ ପତ୍ର ଆଉ ଏଇଟା କଖାରୁ ଫୁଲ ଆଉ କୋଶଳା ଶାଗ ସବୁ ସଜନା ଶାଗ ସବୁ କାଟିବା ଷ୍ଟାର୍ଟ କରିଦେଲାଣି। ଚୁନଚୁନ କରିକି କାଟୁନୁ। ଏମିତି ତ ଚୁନଚୁନ ମତେ ଆଇଛି। ଚୁନଚୁନ ଆସୁନି ନା? ଆଉ ବେଶୀ ଚୁନଚୁନ କରିପାରୁନି। ଆଉ ଯେତିକି ଚୁନଚୁନ ହଉଛି ସେତିକିରେ ବାହାରିଛି। ଆଉ କ'ଣ କରିବା? ମୋ ହାତ କାଟି ହେଇଯିବ ବୋଲି ମତେ ଡର। ହଁ, ଥାଉ, ତୋ ହାତ କାଟି ହେଇଯିବ, ବାଗେଇ ତାହେଲେ କାଟ। ମୁଁ ଏଇ ଦେହରୁ ଏଡ଼ିକି ହଉଛି। ତୁ ତ ମୁଠା କରିକି ଧରୁଛୁ କାଟୁଛୁ ଯୋଉ, ସେଥି ସକାଶେ ଚୁନଚୁନ ହଉନି। ଆଉ କେମିତି କାଟୁ? ଏମିତି ଖାଲି ଏମିତି ହାତ ଖାଲି ନଗେଇକି ନେଡ଼ିରେ ଏଇ ମୁଠା କରିକି କାଟୁଛି ବୋଲି ଚୁନଚୁନ ହଉନି। ନେଡ଼ିରେ ଖାଲି କାଟନ୍ତି ଶାଗ, ନେଡ଼ିରେ। ଏଇ ନେଡ଼ି ଲାଗିବ ଖାଲି, ଏଇ ନେଡ଼ି। ମୁଁ ନେଡ଼ି କାଟିବି। ହଁ, ସେମିତି କାଟ। ହେଇଟା ହେଉଛି ଶାଗ କଟାର ଟେକ୍ନିକ୍। ତ ଓକେ, ମୁଁ ଗାଧୋଇକି ଯାଉ, ବେନେ ଗାଧୋଇବି ଆଉ ଟିକେ ଗଲେ ଗାଧୋଇବି। ମୁଁ ତ ଖାଇବିନି, ତୋ ଇଟିଲି ତରକାରୀ ଖାଇଲୁନି? ହଁ, କ'ଣ? ତୁ ଯାହା ନେଇକି ଆସିବୁ, ନହେଲେ ନ ହଉ, ଏମିତି କର। ତ ଏଠି ଇଟିଲି ତରକାରୀ ଥୋଇଛି, ତାର ଖାଇବାର ନାହିଁ। ଇଟିଲି ମାନେ ତରକାରୀ ଇଟିଲି ସବୁ ଭେଦି ଗଲାଣି। ତ ସାଙ୍ଗମାନେ ଏବେ ଆସିଯାଇଛି ଭାତ, ଆଉ ମୁଁ ତ ଗାଧୋଇ ପଡ଼ିଛି। ଆଉ ତା ସାଙ୍ଗେ କୋବି ଭଜା, ଆଉ ବୋଉ ଯେଉଁ କରିଛି ଶାଗ ଭଜା,
ମାନେ ସବୁ ପ୍ରକାର ଶାଗ ପକେଇକି ଭଜା କରିଛି ଟିକେ ଟେଷ୍ଟ କରିବା କେମିତି କ'ଣ ଲାଗୁଛି। ଅଲଗା ପ୍ରକାର ଲାଗୁଛି ମାନେ ସବୁ ପ୍ରକାର ଶାଗ ପଡ଼ିଛି ନା ପୁରା ଅଲଗା ପ୍ରକାର ଲାଗୁଛି ଶାଗ ନେଖା ଲାଗୁନି ଅଲଗା ପ୍ରକାର ଲାଗୁଛି। ଆଉ ବୋଉ ତାର ବସିକି ଇଟିଲି ତରକାରୀ ଖାଉଛି ଏତେବେଳକୁ ଆସିକି 11:30 ପାଖାପାଖି ହେଲାଣି। ଆଉ ଇଟିଲି ତରକାରୀ ଏତେବେଳକୁ ଖାଉଛୁ ଆଉ ଭାତ କେତେବେଳକୁ ଖାଇବୁ? ମୁଁ ଖାଇଛି ତ। ଭାତ ଖାଇ ଦେଇଛୁ ଅଲରେଡ଼ି? ଏଇ ଶ୍ୱଶୁର ବୋଉ ଅଲରେଡ଼ି ଭାତ ଖାଇ ଦେଇଛି। ହଉ ସାଙ୍ଗମାନେ ମୁଁ ଯାଉଛି ମୋର ଖାଇ ଭାତ। ବୋଉ ତ ତାର ଅଲରେଡ଼ି ଭାତ ଖାଇ ଦେଇଛି କହୁଛି ମୁଁ ମୋର ଯାଉଛି ଖାଇ ଭାତ ଆଉ କ'ଣ କରିବି। କେତେବେଳେ ଖାଇଲୁ? ସକାଳୁ ଖାଇଛୁ ତାହେଲେ 8ଟାରେ। ତ ଏବେ ଟାଇମ୍ ହେଇଗଲାଣି 2:30 ଆଉ ବୋଉ କହିବା ଅନୁସାରେ ଆଣିଛି ଆରି ତତଲା ଭାତ ତା ସାଙ୍ଗେ କ୍ଷୀର ଗୋଳେଇକି ଆଣିଛି। କ'ଣ କାକୁଡ଼ି ହେରିକା ରଖିଛି କାକୁଡ଼ି ହେରିକା ଚକଟା ଚକଟି କରିଛି ଆଉ ସେମିତି ସମାନ କୋବି ଭଜା ଶାଗ ଭଜା। ତୋର କ'ଣ ପଖାଳ? ପଖାଳ ଅଛି ଖାଇଦେବି ମତେ ଭଲ ଲାଗେନି ତତଲା ଖାଇବାକୁ। ଆଉ ଖରା ଦିନ ଆକ୍ଚୁଆଲି ବୋଉକୁ କ୍ଷୀର ପକେଇକି ଖାଇବାକୁ ଭଲ ଲାଗେନି କ୍ଷୀର ହିଁ ଟୋଟାଲି ବୋଉକୁ ଭଲ ଲାଗେନି କ୍ଷୀର ହିଁ ଟୋଟାଲି ବୋଉ ପିଏନି ବି। ହଁ କ୍ଷୀର ପିଇଲେ କାହିଁ ତୋତେ ଭଲ ଲାଗେନି? ମୋର ଗ୍ୟାସ୍ ହୁଏ। କ୍ଷୀର ପିଇଲେ ଗ୍ୟାସ୍ ହୁଏ ତୋର? ଥଣ୍ଡା ଧରେ କଫ ବାହାରେ ଖାଲି। ଥଣ୍ଡା ଧରେ କଫ ବାହାରେ ମାନେ କ୍ଷୀର ପିଇଲେ ତାକୁ ଥଣ୍ଡା ଧରେ କ୍ଷୀର ଉଷୁମ କରି ପିଇଲେ କାହିଁ ଥଣ୍ଡା ଧରିବ? ନା ଉଷୁମ କରେ କି ଯାହା କରେ। କ'ଣ ବାନା ଆସିକି ଶୋଇଲାଣି? ଖାଇନି ଏଇଠି ଦିନ ତକ ଖାଉନି ବୁଲୁଛି ଭୋକ ଲାଗିଲେ ଆସିକି ଶୋଉଛି ନା? ଭୋକ ନ ଲାଗିଲେ ଏମିତି ବୁଲୁଥିବ ରାତି ଦିନ 24 ଘଣ୍ଟା ଏମିତି ବୁଲୁଥିବ ଯେତେବେଳେ ଭୋକ ଲାଗିବ ଆସିକି ଏଠି ଶୋଇଛି। ଜାଣିଛି ଖାଇବା ଟାଇମ୍ ଆସିକି ଶୋଇଛି। ଓକେ ସାଙ୍ଗମାନେ ଲୁଣ ପକାଇଛୁ ଏଥିରେ ଆଉ ଡେରି କରିବାନି ଚାଲନ୍ତୁ ଖାଇବା। କ୍ଷୀର ପୁରା ବୋହି ପଡ଼ୁଛି ଆଉ କେତେ ପକେଇଛୁ ଏକାଥରେ ଚାଲ ଖାଇବା କ୍ଷୀର ଶାଗ ଭଜା ଆଉ କାକୁଡ଼ି ହେଇକି ରଖିଛି। ଆଉ ଖାଇସାରିକି ମସ୍ତ ଶୋଇ ପଡ଼ିଥିଲି ଆଉ ସାଙ୍ଗମାନେ ଏବେ ନିଦ ଭାଙ୍ଗିଲା। ଆଉ ସାଙ୍ଗମାନେ ଆପଣମାନଙ୍କୁ ଗୋଟେ କଥା କହିବାକୁ ବି ମୋର ମନେ ନାହିଁ। ତ କାଲି ସାଙ୍ଗମାନେ କ'ଣ ହେଇଛି ନା ଏଇଠି ବସିକି ମୁଁ ସବୁବେଳେ ଗେମ୍ ଖେଳେ ଝରକା ଏମିତି ରାତିରେ ମାନେ କ'ଣ ବି ଏମିତି ଖୋଲା ଥାଏ ତ ମୁଁ ବସିକି ସାଙ୍ଗମାନେ ଗେମ୍ ଖେଳେ କାରଣ ପିଙ୍କ୍ ହାଇ ହୁଏ ତ ସେ ଛାଡ଼। ତ ମୁଁ ସାଙ୍ଗମାନେ ଝରକା ଏମିତି ଖୋଲା କରିକି ଗେମ୍ ଖେଳେ ହେଲା। ତ ସାଙ୍ଗମାନେ କ'ଣ ହେଇଛି ନା ରାତି 10ଟା ଖଣ୍ଡେ ହେଇଛି ତ ସେଇ ସାଇଡ଼ରୁ କିଏ ଆଗ ଗୋଟେ ମାନେ ହୁଁ ହୁଁ କରିକି ଆବାଜ ଆଇଲା। ତ ତାପରେ ମୁଁ ସାଙ୍ଗମାନେ ମୁଁ କହିଲି ବୋଧେ କିଏ ପକ୍ଷୀ ବି ବୋବଉଥିବ। ତାପରେ ଜଣେ କିଏ କୁନ୍ଥେଇଲା ନାଖା ପୁରା ଆବାଜ ଆଇଲା ପୁରା ଏମିତି କିଏ କୁନ୍ଥେଇଲା ନାଖା ପୁରା ଆବାଜ ଆଇଲା। ତ ସାଙ୍ଗମାନେ ମୁଁ ପୁରା ଡରିକି ଛାନିଆ। ତ ଆଜି ଜଣଙ୍କୁ ପଚାରିଲା ବେଳକୁ ସେ ସତର କହୁଛନ୍ତି ଜଣେ କିଏ ବୋବାଏ ଏମାନଙ୍କରେ କିଏ ଗୋଟେ ବୋବାଏ ସିଏ ବି ଶୁଣିଛନ୍ତି। କ'ଣ କହିବି ସାଙ୍ଗମାନେ ମାନେ ଗୋଟେ ଛାତିରେ ଭୟ ପଶିଯାଇଛି ମାନେ କ'ଣ ସତିକା ଗୋଟେ ମୋତେ କ'ଣ ଗୋଟେ କହିଲା ଭଳିଆ ବି ଲାଗୁଥିଲା। ସେ ସତିକା ମୋତେ କ'ଣ ଗୋଟେ କହିବାକୁ ଚାହୁଁଛି ତ ପୁରା ପାଖାପାଖି ଆସିକି ବୋବେଇଲା ଯେତେ ଝରକାଠୁ ବନ୍ଦ କରିଦେଇକି ଶୋଇପଡ଼ିଲି ଆରାମରେ ମାନେ ସେ ଡରିକି ଆରାମ କହୁଛି ଡରିକି ଶୋଇପଡ଼ିଲି। ତ କ'ଣ କହିବି ସାଙ୍ଗମାନେ ଝରକା ଏଥରକ ଖୋଲା କରିବାକୁ ଡର ଲାଗୁଛି। ତ ବୋଉକୁ ସାଙ୍ଗମାନେ କହିଲାଠୁ ବୋଉ କହୁଛି ତୁ କାହିଁ ଝରକା ମେଲା କରୁଥିଲୁ। ତ ମୁଁ ବି ସାଙ୍ଗମାନେ ବୋଉକୁ ଡାକିଥିଲେ ହେଇଥାନ୍ତା ତ କ'ଣଟା ବୋବଉଛି ଯାଇକି ଦେଖିଥିଲେ ବି ହେଇଥାନ୍ତା। ଚଢ଼େଇ ବି ହେଇପାରେ କି ଆଉ କ'ଣ ଜୀବ ବି ହେଇପାରେ। ତ କ'ଣ କହିବା ଜାଣିଛୁ କାଲି କିଏ ବୋବଉଥିଲା ଏଠି? ମୁଁ ତ ଜାଣିନି ପୁରା କ୍ଷତିକା ହୁଁ ହୁଁ ହେଇକି ବୋବେଇଲା ପୁରା କୁନ୍ଥେଇଲା ନାଖା ବୋବେଇଲା। ହୁଆ ବୋବେଇଲେ ତ ଅଲଗା ପ୍ରକାର ବୋବାଏ। କେତେ ତାପରେ କେତେ ପିତା ଶୁଣି କି ଆଉ କିଏ ନୁହଁ ଏଇ ଚଢ଼େଇ ଫଡ଼େଇ କିଏ ଗୋଟେ ଥିବେ ଏମିତି ଚଢ଼େଇକି ମାନେ ମାନେ କୁନ୍ଥେଇଲେ ନାଖା ସାଙ୍ଗମାନେ କୁନ୍ଥେଇଲେ ଯେମିତି ଆବାଜ ହୁଏନି ପୁଣି ରହିକି ମୁଁ କାହିଁ ଶୁଣୁ ମୁଁ ତତେ ଭାବୁଥିଲି ଡାକିବାକୁ ମୁଁ ଆଉ ଡାକିଲିନି ତତେ। ମୁଁ କହିଲି କେଇଟା ରାତି ହବ? 10:10-15। ଆଉ ମୁଁ ତ ଶୋଇଲି 10ଟାରେ। ହଁ ତାପରେ 10:10-15 ତୁ ଶୋଇଲା ପରେ ଏଠୁ ତାପରେ ବୋବେଇଲା। ମୁଁ କ'ଣ କହିଲି ମୁଁ କହିଲି ତୁ ଶୋଇଲୁଣି ଆଉ କ'ଣ ତତେ ଡାକିବି? ମତେ ନିଦ ମୁଁ ତ ସାଙ୍ଗେ ସାଙ୍ଗେ ଦିନରେ ଶୋଉନି ବୋଲିକି ସାଙ୍ଗେ ସାଙ୍ଗେ ମତେ ନିଦ ସେଇ ଯୋଉ ତତେ ଡାକିଲିନି ମାନେ କେତେ ସମୟ ବୋବେଇଲା ସେଠୁ ତାପରେ ଆଉ ଗୁଣ୍ଡୁରୁ ଗୁଡ଼ି କହୁଛନ୍ତି ସବୁବେଳେ ବୋବଉଛି। ମୁଁ ତ ଏହା କହୁଥିଲି ସାଙ୍ଗମାନଙ୍କୁ। ହଁ ଏ ଅଧିକାଂଶ ବି ବୋବଉଛି ସେ କିଏ ଗୋଟେ ହେଇଥିବ ପାହାଦାରୁ ଶୁଣିଛି କେତେ ଥର ଏଇ 4ଟାରୁ ଉଠିଲା ଆସିକି ବୋବଉଥିବ ଏମିତି କହିଲେ ଏଇଟା ଗୋଟେ ପିତା ଶୁଣିକି ଏଇଟା କି କ'ଣ ଚିରୁଗୁଣି କି ପିତା ଶୁଣି କେମିତି ହେରା ଦେଖିବାକୁ ଆଉ ଗୋଟେ ଦେବତା ତ ଦେଖିବାକୁ କ'ଣ ଦେଖିଲ ତ ଯାଇକି ସେଟା ଦେବତା। ତ ସନ୍ଧ୍ୟା କେତେବେଳକୁ ଦେବୁ? କ'ଣ ହେଲାଣି ଆଜି ଦିନ ଯାକ କ'ଣ ଏତେ ପବନ ହଉଛି? କାଲି ଜବର କୁହୁଡ଼ା ହବ ସାଙ୍ଗମାନେ ଆଜି ଦିନ ଯାକ ପୁରା ପବନ ହଉଛି। ଟିକେ ଲଙ୍କା ଗଛରେ ପାଣି ଦେଲୁଣି ନା ନାଇଁ? ଦେବିନି ଲଙ୍କା ଗଛରେ ପାଣି ଦେଇନୁ?
ଓଦା ଅଛି ବା ହଁ ସକାଳେ ଦେଇଥିଲି ମାଟି ବା ଓଦା ଅଛି ଓଦା ତ ଆଉ ଦି ଓଳା ଦେବା କଥା ଓଦା ଥିଲେ ବି 2 ବେଳା ଦେବା କଥା ଆଉ ହାଁ କ'ଣ କରିବା ସାଙ୍ଗମାନେ ମାନେ ଏତେ ଜୋରେ ବୋବଉଛି ତ ଯାଇକି ଟିକେ ଦେଖେଇଦିଏ ଆପଣଙ୍କ ପାଖକୁ ବୋଦାରେ ଏଠି ପାଣି ଦେଉଛି ତ କେଉଁ ସାଇଡ଼୍ରୁ ବୋବଉଥିଲା ଦେଖିବି ମୁଁ ସାଙ୍ଗମାନେ ଝରକା ଏମିତି ମେଲା ମେଲା ଝରକା ତ ଏକରୁ ଦେଖାଯାଉନି ତ ଝରକା ସେ କରେ ଆଉ ସେଇ ପୁରା ସେ ସାଇଡ଼୍ ଏଇଆଡ଼ୁ ଆବାସଟା ହେଉଥିଲା ଏଇଆଡ଼ୁ ଆବାସଟା ହେଉଥିଲା ଯେମିତି ଅଧିକ ପାଖାପାଖି ଆବାଜ ମୁଁ କହିଲି ବୋଧେ ଝରକା ପାଖକୁ ପଳେଇ ଆସିବ ଯଦି ଡରିଯିବ ହଠାତ୍ ଆଉ ଝରକା ପାଖକୁ ଆସିବ ଝରକା ପାଖକୁ ଯେତେବେଳେ ଆସିବ ହଠାତ୍ ଡରିଯିବନି ଝରକାରେ କ'ଣ ଗଳିଯିବ ଲୁହାରେ ଆରେ ଲୁହାରେ ଗଳିବନି ସିନା ଝରକା ପାଖକୁ ଆସିବେନି ଝରକା ହେକର ଦେଇ ଠିଆ ହେଇ ପଡ଼ିବ ଜମା ମୁଁ ହଠାତ୍ ଚମକିଯିବି ନା ତୁ ଜାଣିଲୁ ପାଣି ବୁହାଉଛି ଏମିତି ସେଇଆ ତ କହିଲି ଝରକା ପାଖକୁ ଆସିବନି ଯେବେ ହେକର ଠିଆ ହେଇଗଲା ଚମକି ପଡ଼ିବି ତୋର ସଇଲା ପାଣି ଦିଆଦି ନା ଆଉ ଆଉ ଅଛି ସାରୁ ଗଛର ପତ୍ର କୁଆଡ଼େ ଗଲା କ'ଣ କଲୁ ମୋଡ଼ିଦେଲି ତାକୁ ହଁ ଭାଇ ଏଇଟା ଲଙ୍କା ଗଛ ଲଗେଇତେ ଛାଇ ହେଲା ଲଙ୍କା ଗଛ ଲଗେଇଛୁ ବୋଲି ଛାଇ ହେଲା ଏଇ ଯେଉଁ ସାରୁ ଗଛ ପତ୍ର ସବୁ କାଟି ଦେଇଛି ଏଇଟା ପୁରା ଭାଙ୍ଗିଯିବ ନା କ'ଣ ବୋଉ କାଲିକି କହୁଥିଲେ ଇଏ ଭାଙ୍ଗିଯିବନି ଭଣ୍ଡା ତ ଭାଙ୍ଗିଯିବ ଲାଷ୍ଟକୁ ଏଠୁ କ'ଣ କରିବା ଇଆଡ଼କୁ ଟିକେ ନ ପେଲିଲେ ଏଠି ବା ମାଟି ହେଇଗଲାଣି ଆଉ ଭାଙ୍ଗିଯିବନି ମୁଁ କହୁଛି କାଲିକି ଏ ଯୋଉ କାଲି ଦେଖି ଆମର ରହିବି ଇଏ କରିବି ଆଜି ସକାଳୁ କରିଦେଇଥିଲି ନା ମୋତେ ଡାକି ଦେଇଥାନ୍ତୁ ମୁଁ କହୁଛି ତାକୁ ଡାକ ଆଜି ଇଏ କରିଦିଅ ଆଜି ମୁଁ ପେଲି ଦେଇଥାନ୍ତି ଆଉ ଟିକେ ଯାଇକି ଭାଙ୍ଗିଗଲେ ସାଙ୍ଗମାନେ କଦଳୀଟା ପୁରା ନଷ୍ଟ ହେଇଯିବ ସେଇ ଯାଏଁ ପୁରା ହେବ ଆଉ ତାପରେ ହେବନି କ'ଣ କରିବା ସଇଲା ତୋର ପାଣି ଦିଆ ତୁ ଚପଲ ପିନ୍ଧିକି ଆସୁନୁ ଧୋଇ ହେବୁ ବୋଲି ଏଇଟା ମାଟିରେ ଏମିତି ଚାଲିବୁ ଏକରେ କହୁଛୁ ତୋ ଗୋଡ଼ ଖାଉଛି ପୁଣି ଏମିତି ମାଟିରେ ଚାଲିବୁ ନା ମାନେ ଚପଲ ଧୋଇବ ମୋ ଚପଲ ପୁଣି ଛିଡ଼ି ଯାଇଛି ଆଉ ଗୋଟେ ଚପଲ ନୂଆ ଆଣିବି କ'ଣ କହୁଛୁ ଏଇ ଚପଲଟା ପୁରା ଅଧିକ ଦିନ ଯିବ ଯେଉଁଟା ଆଣିବି କହୁଛି ବା ତତେ ଅଧିକ ଦିନ ପୁରା ଯିବ ଏ ପବନ ହେଲା ପୁଣି ପୁରା ଖରା ଦିନେ ଲେଖା ପବନ ହେଉଛି ଆଲୋ ବୋଉ ଏଇ କଦଳୀ କାନ୍ଦିଟା ହେଲାଣି ଆଉ ହେଇନି ପାକଡ଼ ଆହୁରି ଗୋଟେ ସାଙ୍ଗମାନେ ଏଇଠି ପଡ଼ିଛି ମୁଁ ମନେ ନାହିଁ ଆପଣଙ୍କୁ ଦେଖିବାକୁ ମୁଁ ତ ନିଜେ ଏଇନା ଦେଖିଲି ତ ଓକେ ଚାଲୁନ ଯିବା ଟିକେ ଦାଣ୍ଡରେ ବୁଲିକି ଆସିବା ଟିକେ ମାଇଣ୍ଡ ଫ୍ରେଶ୍ ହେଇଯିବ ଘରେ କେତେ ସମୟ ରହିବ ତ ମୋ ମୁଣ୍ଡ ପୁରା ଖରାପ ତ ବହୁତ ଶୋଇ ପଡ଼ିଥିଲା ଆଉ କାହିଁ ବେକାର ଡାକିଥାନ୍ତି ତ ସେଇ ସକାଶେ ମୁଁ ବି ସାଙ୍ଗମାନେ କବାଟ ଦେଇଦେଲି ଆଉ ସେତେ ସାଉଣ୍ଡ ଶୁଭିଲାନି ପୁଣି ଫ୍ୟାନ୍ ଲଗେଇଦେଲି ତ ଆଉ ସାଉଣ୍ଡ ଶୁଭିଲାନି ଶୋଇପଡ଼ିଲା ଆରାମରେ ଆଜି ବୋବା ଆଜି ସାଙ୍ଗମାନେ ଆଜି ବୋବେଇଲେ ମୋର ମନେ ନାହିଁ ମୁଁ ଯେତେବେଳେ ଗେମ୍ ଖେଳୁଥିଲି ନା ନହେଲେ ସାଉଣ୍ଡ ରେକର୍ଡ଼ିଂ କରିଥାନ୍ତି ତ ଆଜି ସାଙ୍ଗମାନେ ବୋବେଇଲେ ସାଉଣ୍ଡ ରେକର୍ଡ଼ିଂ କରିବି ଆଗ ସାଉଣ୍ଡ ରେକର୍ଡ଼ିଂ କରିବି ତ ଆଜି ସାଙ୍ଗମାନେ ସନ୍ଧ୍ୟାବେଳକୁ ବି ବୋଉ ବାଦାମ ସିଝେଇ ଦେଇଛି ତୁ ଖାଇସାରିଲୁଣି ଏଇଠି ଚୋପା ଚୋପା କାହିଁ ଦେଖିଆ ଏଇଠି ଏ ମା ଜରିଏ ଚୋପା କରିକି ଥୋଇଛୁ ବାପା ଖାଇଛନ୍ତି ମୁଁ ଖାଇଛି ମାନେ ବାପାଙ୍କର ତ ମିଶିକି ଜରିଏ ଚୋପା କରିକି ଥୋଇଛୁ ମୁଁ କ'ଣ ଏତିକି ଖାଇବି ଅଧା ରଖିଥିବି ଅଧା କାଲି ସକାଳୁ ଖାଇବି ହଁ ନା ସବୁ ଯାକ ଖାଆନି ସବୁ ଜାଗା ଖାଇଲେ ପେଟ ଖରାପ ହେବ ନା ସେଥିପାଇଁ ଅଳ୍ପ ଏଥିରୁ ଖାଇବି ଏତିକି ଖଣ୍ଡେ ଖାଇବି ଆଉ ରଖିଥିବି କାଲି ସକାଳୁ ଖାଇବି ଆଉ ହଁ ହଉ ତ ଚାଲନ୍ତୁ ସାଙ୍ଗମାନେ ଖାଇବା ସିଝା ବାଦାମ କିନ୍ତୁ ବଢ଼ିଆ ଲାଗୁଛି ଭଜା ବାଦାମ ଅପେକ୍ଷା ସିଝା ବାଦାମ ପୁରା ବଢ଼ିଆ ଲାଗୁଛି ଲୁଣିଆ ଲୁଣିଆ ଟିକେ ଲାଗୁଛି ଆଉ ତତେ ନିଦ ଲାଗିଲାଣି ନା କ'ଣ ମାରୁଛି ତୁ ନିଦ ଲାଗିଲାଣି ତ ବୋଉ ହାଇ ମାରିଲା ବେଳକୁ କ୍ୟାମେରା ତା ଆଡ଼େ ବୁଲେଇ ଦେଲି ନିଦ ଲାଗିଲାଣି ବୋଧେ ଆଜି ଶୋଇନୁ ମୁଁ କ'ଣ କୋଉଦିନ ଶୋଉଛି ନାଇଁ ମାଘ ମାସରେ ଶୋଉନୁ ତୁ ନା ଏ ଯୋଉ ଜଲ୍ଦି ଶୋଇପଡ଼ୁଛୁ ଦେଖିବାକୁ ହଉଛି ନିଦ ମାଇଲାଠୁ ଏଠୁ ଇଆଡ଼େ ଚାଲିଲି ଅଟୋମେଟିକ୍ ଶୋଇପଡ଼ୁଛୁ ନାଇଁ ନାଇଁ ଶୋଇପଡ଼ିବି ବୋଲିକି ମୁଁ ଏଥିରୁ ଶୋଉନି ମୁଣ୍ଡ କାହିଁ ବିନ୍ଧୁଛି ମୋର ଟିକେ ଏମିତି ମୋର କାଲି ଜୋରରେ ବିନ୍ଧୁଥିଲା ମୁଣ୍ଡ ସାମାନ ପୁରା ଜୋର ବିନ୍ଧୁଛି ଟିକେ କାହିଁ ହଲେଇ ଦେଲେ ମୁଣ୍ଡ ଟିକେ ବନ୍ଦ ହେଉଛି ହଉ ତ ଟିଭି ଦେଖ ତ ବୋଉ ସାଙ୍ଗମାନେ ସାଉଣ୍ଡ କମେଇକି ଟିଭି ଦେଖୁଛି ମୁଁ ବ୍ଲଗ୍ କରିବା ପାଇଁ ଆଉ ତୋର ଟିଭି ଦେଖ ଆଉ ଟିଭି ଦେଖ ତୋର ବ୍ଲଗ୍